ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ ଅର୍ଶ ରୋଗରେ ପୀଡ଼ିତ ହେଉଛନ୍ତି। ଅର୍ଶ ରୋଗ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ହେଉଛି ରକ୍ତ ପଡ଼ିଥାଏ ଏବଂ ଦ୍ୱିତୀୟ ହେଉଛି ରକ୍ତ ପଡ଼ିନଥାଏ କିନ୍ତୁ ମଳଦ୍ୱାର ନିକଟରେ ମାଂସ ପରି ଝୁଲି ପଡ଼ିଥାଏ, ଯାହାଦ୍ୱାରା ବସିବା ଉଠିବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହୋଇଥାଏ। ଏହି ଅର୍ଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆରେ ଦେଖୁଥିବେ ତ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଏବଂ ଚ୍ୟାନେଲକୁ ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏମିତି ନୂଆ ନୂଆ ଅପଡେଟ୍ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। ଏହାକୁ ପ୍ରୟୋଗ କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଅର୍ଶ ରୋଗ ଦୂର କରିବା ପାଇଁ ଏହି ଘରୋଇ ଉପଚାର ବହୁତ ଲାଭକାରୀ ଅବଶ୍ୟ ହେବ। ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ସାମଗ୍ରୀ ଆବଶ୍ୟକ ଅଟେ। ତାହା ହେଉଛି ଫିଟିକିରି। ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ଖୁବ୍ ସହଜରେ ମିଳିଯିବ। ଫିଟିକିରି ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଶରୀରର ଯେକୌଣସି ସ୍ଥାନରେ ଖଣ୍ଡିଆ ବା କଟି ଯାଇଥିଲେ ସେହି ସ୍ଥାନରେ ଫିଟିକିରି ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହୋଇଯାଏ। ତେବେ ଗୋଟେ ଛୋଟ ଫିଟିକିରି ଖଣ୍ଡ ନେଇ ଏହାକୁ ଗରମ ତାୱା ଉପରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ସେଥିରୁ ଜଳୀୟ ଅଂଶ ବାହାରିଯିବ ଏବଂ ଏହା ଅତ୍ୟନ୍ତ ଶୁଦ୍ଧ ହୋଇଯିବ। ଏହାପରେ ଗୋଟେ ଚାମଚ ନେଇ ଫିଟିକିରିକୁ ତାୱା ଉପରେ ହିଁ ଗୁଣ୍ଡ କରି ଦିଅନ୍ତୁ। ଏହି ଫିଟିକିରିକୁ ଆବଶ୍ୟକତା ଠାରୁ ଅଧିକ ସେବନ କରିବା ଉଚିତ ନୁହେଁ। ଏହା ଆମ ଶରୀରର ପାଇଁ କ୍ଷତିକାରକ ବ୍ୟବସ୍ଥା ହୋଇପାରେ। ଏହାପରେ ଆପଣ ଗୋଟେ ପାଚିଲା କଦଳୀ ନିଅନ୍ତୁ। କଦଳୀର ଚୋପା ଛଡ଼ାଇ ଏହା ମଝିରେ ସାମାନ୍ୟ ଗୋଟିଏ ଗାତ କରି ଦିଅନ୍ତୁ। ଏବେ ଆପଣଙ୍କୁ ଆଉ ଏକ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ମହୁ। ମହୁ ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ। ଗୋଟେ ଚାମଚ ମହୁରେ ଚିମୁଟାଏ ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣକୁ କଦଳୀ ଭିତରେ ପୂରାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଉପଚାର। ଏହାର ସେବନ କରିବା ଦ୍ୱାରା ଅଲସର ଏବଂ ଜଣ୍ଡିସ୍ ଭଳି ରୋଗ ମଧ୍ୟ ଦୂର ହୋଇଯାଏ। ଯଦି ଆପଣଙ୍କର ଅର୍ଶ ସମସ୍ୟା ବହୁତ ଦିନରୁ ରହିଛି ତାହେଲେ ଆପଣ ଏହି ଉପଚାରକୁ ସପ୍ତାହରେ ଦିନକୁ 2 ଥର ଏବଂ ସପ୍ତାହରେ 4 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଅର୍ଶ ରୋଗ ଭଲ ହୋଇଯିବ। ଏହାକୁ ସକାଳୁ ଖାଲି ପେଟରେ ସେବନ କରି କିଛି ସମୟ ପର୍ଯ୍ୟନ୍ତ ଭୋଜନ କରନ୍ତୁ ନାହିଁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିପାରେ।